ଆଜି ଆମେ ଏହି ଭିଡ଼ିଓରେ ସପ୍ତମ ଶ୍ରେଣୀ ସାହିତ୍ୟ ସୁମନ ବହିର ପ୍ରଥମ ଅଧ୍ୟାୟ କଳାମାଣିକରେ ପଦ୍ୟର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଏଠାରେ ଦେଇଛି ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନ ପାଇଁ କେତୋଟି ଉତ୍ତର ଦିଆଯାଇଛି, ଠିକ୍ ଉତ୍ତରଟି ବାଛ। ଏକ ନମ୍ବରଟି କହିଛି ନିଧନ ସଂଖାଳି ମୋର ଦରିଦ୍ର ପସରା କାହାକୁ କୁହାଯାଇଛି? ଉତ୍ତର ହେବ ଶ୍ରୀକୃଷ୍ଣକୁ। ଦୁଇ ନମ୍ବରଟି କହିଛି ଅନ୍ଧର ଲଉଡ଼ି ବାବୁରେ ପଦର ମୁଖ୍ୟ ଅର୍ଥ କ'ଣ? ଉତ୍ତର ହେବ ଦୃଷ୍ଟିହୀନଙ୍କ ସାହାରା ବାଡ଼ି। ତିନି ନମ୍ବରଟି କହିଛି ଧୀରେ ଘେନ କାନନରେ, ଏଠାରେ ଧୀରେ ଶବ୍ଦ କବିତାର କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଉତ୍ତର ହେବ ଜ୍ଞାନୀମାନେ। ଚାରି ନମ୍ବରଟି କହିଛି କାନ ଡେରି ଥାଇ ଏକା ତ ବେଣୁ ଗୀତକୁ ଆଜି କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ, ଏହି ପଦରେ କେଉଁ ଭାବ ପ୍ରକାଶ ପାଉଛି? ଉତ୍ତର ହେବ ବ୍ୟସ୍ତ। ତାପରେ ଦେଇଛି ଆସ ମିଳିମିଶି କରିବା କ ସ୍ତମ୍ଭ ଖ ସ୍ତମ୍ଭ। ନିଧନ ହେବ ଗରିବ, ନନ୍ଦନ ହେବ ପୁତ୍ର, ଅଧାମ ହେବ ରାବିଡ଼ି, ମୃଦୁ ହେବ କମଳ, ବାରୁଆଇ ହେବ ମନା କରିବା। ତାପରେ ଦେଇଛି ପଦ୍ୟାଂଶର ଆଲୋଚନା। ଏହି କବିତାରୁ କିଛି ପଦ୍ୟାଂଶ ନିମ୍ନରେ ଦିଆଯାଇଛି, ଏହାକୁ ପଢ଼ି ବୁଝି ଦଳରେ ଆଲୋଚନା କରି ସରଳ ଭାଷାରେ ଲେଖ, ମାନେ ସରଳାର୍ଥ ଆମେ ଲେଖିବା। କ ନମ୍ବରଟି କହିଛି ଡାକିନି ଲଭନ୍ତି ବୋଲି ଡରୁଥାଇ ମନେ, ବାର ବାର ବାରୁଥାଇ ଯିବା ପାଇ ବନେ କଳା ମାଣିକରେ। ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚିତ କଳାମାଣିକରେ ପଦ୍ୟରୁ ଆନିତ। ଏହି ପ୍ରସଙ୍ଗରେ ମାତା ଯଶୋଦାଙ୍କ ବାତ୍ସଲ୍ୟ ମମତା ପ୍ରକାଶ ପାଇଅଛି। ବଣରେ ଡାକିନି ବା ଡାହାଣୀମାନେ ରହିଥାନ୍ତି ଏବଂ ସେମାନେ ଛୋଟ ପିଲାଙ୍କୁ ଦେଖିଲେ ଲୋଭ ଦୃଷ୍ଟି ପକାନ୍ତି ବୋଲି ଯଶୋଦା ଭୟ କରୁଛନ୍ତି। ଶ୍ରୀକୃଷ୍ଣ ଅତି କୋମଳମତି ଶିଶୁ ହୋଇଥିବାରୁ ତାଙ୍କ ପ୍ରତି ବିପଦର ଆଶଙ୍କା କରି ମାତା ଯଶୋଦା ମନରେ ଦୁଃଖ କରିଛନ୍ତି ଓ ତାଙ୍କୁ ବଣକୁ ଛାଡ଼ିବାରୁ ଅନୁତାପ କରୁଛନ୍ତି। ଖ ନମ୍ବରଟି କହିଛି ନେଲୁ ନାହିଁ କାହିଁ ପାଇଁ ତୋ କୋଠଉ ଛତା, ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା କଳା ମାଣିକରେ। ନେଲୁ ନାହିଁ କଳା ମାଣିକରେ। ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ସୁମନ ବହିର କଳାମାଣିକରେ କବିତାରୁ ଆନିତ। ଏଠାରେ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଶ୍ରୀକୃଷ୍ଣଙ୍କର ଗୋଠ ବାହୁଡ଼ାରେ ବିଳମ୍ବ ଦେଖି ମାତା ଯଶୋଦାଙ୍କର ବ୍ୟସ୍ତତା, ଆଶଙ୍କା ଓ ଉଦ୍ବେଗ ବର୍ଣ୍ଣନା କରିଛନ୍ତି। ଶ୍ରୀକୃଷ୍ଣ ବଣକୁ ଗୋରୁ ଚରାଇବାକୁ ଯାଇ ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସେ ମନେ ପକାଉଛନ୍ତି ଯେ କୃଷ୍ଣ ସେଦିନ ଭୁଲ ବଶତଃ ସାଙ୍ଗରେ କୋଠଉ ଓ ଛତା ନେଇନାହାନ୍ତି। ବଣର ପଥର ଓ କଣ୍ଟା ଭରା ରାସ୍ତାରେ ଖାଲି ପାଦରେ ଚାଲିବା ଦ୍ୱାରା ଶ୍ରୀକୃଷ୍ଣଙ୍କ କୋମଳ ପାଦରେ କଷ୍ଟ ହେଉଥିବ ଏବଂ ଛତା ଅଭାବରୁ ପ୍ରଖର ସୂର୍ଯ୍ୟକିରଣ ତାଙ୍କ ଦେହକୁ କ୍ଳାନ୍ତ କରିଦେଉଥିବ। ଏହିପରି ନାନା ଭାବନା ଓ ଆଶଙ୍କା ମାତାଙ୍କ ମନକୁ ଆସିବାରୁ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାପରେ ଦେଇଛି ବୁଝି ବିଚାରି। କ ନମ୍ବରଟି କହିଛି ମାତା ଯଶୋଦା ଶ୍ରୀକୃଷ୍ଣକୁ କ'ଣ କ'ଣ ସମ୍ବୋଧନ କରି ଡାକିଛନ୍ତି? ଉତ୍ତର ମାତା ଯଶୋଦା ଶ୍ରୀକୃଷ୍ଣକୁ ନିଧନ ସଂଖାଳି, ଦରିଦ୍ର ପସରା, ଅନ୍ଧର ଲଉଡ଼ି, ବାବୁରେ, ହୃଦ ରତ୍ନହରା, ଜୀବ ଜୀବନ, ନୟନ ପ୍ରତିମା, ସୁଖ ସୀମା, ହରିଚନ୍ଦନ ଓ କଳାମାଣିକ ଏହିପରି ବିଭିନ୍ନ ନାମରେ ଡାକି ସମ୍ବୋଧିତ କରିଛନ୍ତି। ଖ ନମ୍ବରଟି କହିଛି ଶ୍ରୀକୃଷ୍ଣଙ୍କର କେଉଁ ସବୁ କାର୍ଯ୍ୟ ମନେ ପକାଇ ମାତା ଯଶୋଦା ଭାଳି ହେଉଥିଲେ? ଉତ୍ତର ଶ୍ରୀକୃଷ୍ଣ ଅନ୍ଧାରକୁ ଡରୁଥିବା କଥା ଏବଂ ସେ କିପରି ମାତା ଯଶୋଦାଙ୍କ ହୃଦୟର ଦୁଃଖ ଦୂର କରନ୍ତି ସେ କଥା ମାତା ମନେ ପକାଉଥିଲେ। ଶ୍ରୀକୃଷ୍ଣଙ୍କୁ ଗଟିକା, ଅଧାମ, ରସ ଇତ୍ୟାଦି ଖାଇବାକୁ ରୁଚିକର ଲାଗୁନଥିବା ବେଳେ ସେ କେବଳ ଲବଣୀ ଖାଇବାକୁ ଭଲ ପାଉଥିଲେ। ଶ୍ରୀକୃଷ୍ଣ ବଣକୁ ଗଲାବେଳେ ଛତା କିମ୍ବା କୋଠଉ ନେଇନଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଲାଗିବା ଓ ଦେହରେ ଖରା ବାଜିବା କଥା ଭାବି ମାତା ବ୍ୟସ୍ତ ହେଉଥିଲେ। ଶ୍ରୀକୃଷ୍ଣ ସବୁବେଳେ ବଂଶୀ ବାଦନ କରିଥାନ୍ତି, କିନ୍ତୁ ସେଦିନ ଯଶୋଦା ବଂଶୀ ସ୍ୱର ଶୁଣିପାରୁନଥିବାରୁ ସେହି ବଂଶୀଧ୍ୱନି କଥା ମନେ ପକାଇ ସେ ଅଧିକ ଚିନ୍ତିତ ହୋଇପଡ଼ିଥିଲେ। ତାପରେ ଦେଇଛି ଅନୁମାନ ଓ ଭାବନାରୁ ତୁମେ ସବୁ ମିଳିମିଶି ଆଲୋଚନା କର। କ ନମ୍ବରଟି କହିଛି ଶ୍ରୀକୃଷ୍ଣଙ୍କ ଫେରିବା ବିଳମ୍ବ ହେବା ଦେଖି ମାତା ଯଶୋଦା ଯେପରି ବିଚଳିତ ହେଉଥିଲେ, ସେହିପରି ତୁମ ମା ତୁମ ପାଇଁ କେତେ ବ୍ୟସ୍ତ ହେବାର ଅନୁଭବ କରିଛ କି? ଯଦି ସେହିପରି ଅନୁଭୂତି ଥାଏ ନିଜ ଭାଷାରେ ବର୍ଣ୍ଣନା କର। ଉତ୍ତର ଶ୍ରୀକୃଷ୍ଣଙ୍କ ଫେରିବା ବିଳମ୍ବ ହେବା ଦେଖି ମାତା ଯଶୋଦା ଯେପରି ବିଚଳିତ ହେଉଥିଲେ, ସେହିପରି ଆମ ମା ମଧ୍ୟ ଆମ ପାଇଁ ବହୁତ ବ୍ୟସ୍ତ ହୋଇପଡ଼ନ୍ତି। ବିଶେଷ କରି ଯେତେବେଳେ ଆମେ ସ୍କୁଲରୁ ଠିକ୍ ସମୟରେ ଘରକୁ ଫେରି ନଥାଉ, ସେତେବେଳେ ସେ ଘର ବାହାରକୁ ଆସି ବାରମ୍ବାର ଆମ ବାଟକୁ ଚାହିଁ ରହିଥାନ୍ତି। ଆମେ ଘରେ ପହଞ୍ଚିବା ମାତ୍ରେ ସେ ବହୁତ କଥା ପଚାରନ୍ତି ଏବଂ ବାଟରେ କୌଣସି ଅସୁବିଧା ହେଲା କି ନାହିଁ ବୋଲି ବୁଝନ୍ତି। ମାଙ୍କର ଏହି ବ୍ୟସ୍ତତା ତାଙ୍କର ଅନାବିଳ ସ୍ନେହର ପରିଚୟ ଦିଏ।
ତାପରେ ଖ ନମ୍ବରଟି କହିଛି ଯଦି ତୁମକୁ ଶ୍ରୀକୃଷ୍ଣଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳନ୍ତା ତେବେ ତୁମେ ତାଙ୍କୁ କ'ଣ କ'ଣ ପଚାରନ୍ତ? ଉତ୍ତର, ଯଦି ମୋତେ ଶ୍ରୀକୃଷ୍ଣଙ୍କ ସହ କଥା ହେବାର ସୁଯୋଗ ମିଳନ୍ତା ତେବେ ମୁଁ ତାଙ୍କୁ ପଚାରନ୍ତି ଯେ ପ୍ରଥମ ପ୍ରଶ୍ନ ହୁଅନ୍ତା ମୋର ସେ ବଣକୁ ଗଲାବେଳେ ସାଙ୍ଗରେ କ'ଣ କ'ଣ ଖାଦ୍ୟ ଖାଇବା ପାଇଁ ନେଇଯାଆନ୍ତି। ଦ୍ୱିତୀୟ ପ୍ରଶ୍ନ ହୁଅନ୍ତା ମୋର ସେ ବଣରେ ଖାଇ ପିଇ ସାରି ଗଛ ମୂଳରେ ଶୋଇପଡ଼ନ୍ତି ନା ନିଜ ବଂଶୀ ବଜାଇ ନୂଆ ନୂଆ ଧୁନ୍ ସବୁ ସୃଷ୍ଟି କରନ୍ତି। ଏହିପରି ଅନେକ କଥା ମୁଁ ତାଙ୍କୁ ପଚାରନ୍ତି। ତାପରେ ଦେଇଛି ଶବ୍ଦର ରୂପ, ଯେପରି ଜନକ ଓ ଜନନୀ ମିଶିଲେ ଜନକ ଜନନୀ ହେଉଛି, ସେହିପରି ଏହି ବୃକ୍ଷ ଭିତରେ ଦିଆଯାଇଥିବା ଶବ୍ଦମାନଙ୍କରୁ ବାଛି ଯୋଡ଼ି ଶବ୍ଦ ଲେଖ। ସେମିତି ଶବ୍ଦ ହେବ ମାତା ଓ ପିତା, ମାତା ପିତା, ଟଙ୍କା ଓ ପଇସା, ଟଙ୍କା ପଇସା, ଭଲ ଓ ମନ୍ଦ, ଭଲ ମନ୍ଦ, ଫଳ ଓ ଫୁଲ, ଫଳ ଫୁଲ, ହସ ଓ କାନ୍ଦ, ହସ କାନ୍ଦ, ଦିନ ଓ ରାତି, ଦିନ ରାତି, ଗଛ ଓ ଲତା, ଗଛ ଲତା, ପଇସା ଓ ପତ୍ର, ପଇସା ପତ୍ର। ତାପରେ ଦେଇଛି ଶବ୍ଦ ସହ ଶବ୍ଦର ସମ୍ପର୍କ। ଶ୍ରୀକୃଷ୍ଣଙ୍କ ସହ ସମ୍ପର୍କ ଥିବା ଶବ୍ଦ ଗୁଡ଼ିକୁ ମନେ ପକାଇ ଯୋଡ଼। ଏଠି ଗୋଟିଏ ଶବ୍ଦ ଲେଖିଦେଇଛି ବେଣୁ, ସେମିତି ହେବ ଲବଣୀ, ଗୋରୁ, କଠଉ, ଛତା, କଳାମାଣିକ, ବଳ ବା ଜୀବନ। ତାପରେ ଦେଇଛି ପଦ୍ୟାଂଶ ମିଳନ। ନିମ୍ନରେ କ ସ୍ତମ୍ଭ ଓ ଖ ସ୍ତମ୍ଭର ପଦ୍ୟର କେତେକ ଧାଡ଼ି ଦିଆଯାଇଛି। ଯେଉଁ ଧାଡ଼ି ସହ ଯାହାର ସମ୍ପର୍କ ଅଛି ତାକୁ ଗାର ଟାଣି ମିଳାଅ। ନେଲୁ ନାହିଁ କାହିଁ ପାଇଁ ତ କଠଉ ଛତା, ହେବ ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା। ତାପରେ ହେବ ବୃଦ୍ଧା କାଳେ ତୁ ମୋହର ଏକଇ ନନ୍ଦନ, ହୃଦ ତାପ ବିନାଶନେ ତୁ ହରି ଚନ୍ଦନ। ତାପରେ ହେବ ଡରୁଥାଉ ଅନ୍ଧାରକୁ ରଖିଥାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ତାପରେ ହେବ ନିଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧର ଲଉଡ଼ି ବାବୁରେ ହୃଦ ରତ୍ନହରା। ତାପରେ ହେବ ନିଶାଚର ମାତିବାର ଶୁଭୁଛି ଶ୍ରୁତି କି, ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି। ତାପରେ ଦେଇଛି କବିତାର ସୌନ୍ଦର୍ଯ୍ୟ, ଯେପରି ବାତ୍ସଲ୍ୟ ସହ ମମତା ଶବ୍ଦ ଯୋଡ଼ି ହୋଇଛି ସେହିପରି ପଦ୍ୟରେ ମଧ୍ୟରେ ଆଉ କିଛି ଶବ୍ଦ ଯୋଡ଼ି ରହିଛି, ତାକୁ ବାଛି ଲେଖ। ଉତ୍ତର, ନିଧନ ସଂଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହରା, ଜୀବ ଜୀବନ, ନୟନ ପ୍ରତିମା, ସୁଖ ସୀମା, ଜନକ ଜନନୀ, ହୃଦ ତାପ, ହରି ଚନ୍ଦନ, ଝାଞ୍ଜି ଖରା, କଠାଉ ଛତା, ମୃଦୁ ପାଦ, ବେଣୁ ଗୀତ। ତାପରେ ଦେଇଛି ରୂପ ବଦଳାଇ ଲେଖ। ଏହି ପାଠରୁ କୌଣସି ଗୋଟିଏ ପଦକୁ ନେଇ ଅନୁଚ୍ଛେଦଟିଏ ଲେଖ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, କିମ୍ବା ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ। ଉତ୍ତର, ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ। ଏହି ପଦ୍ୟାଂଶଟିରେ ମାତା ଯଶୋଦା ଶ୍ରୀକୃଷ୍ଣଙ୍କ ସ୍ୱଭାବକୁ ମନେ ପକାଉଛନ୍ତି। ଶ୍ରୀକୃଷ୍ଣ ଅନ୍ଧାରକୁ ଖୁବ୍ ଡରନ୍ତି, ସେଥିପାଇଁ ସଞ୍ଜ ହେବା ପୂର୍ବରୁ ସେ ବଣରୁ ଗାଈ ଚରାଇ ସାରିଲା ପରେ ଗୋରୁମାନଙ୍କୁ ଆଣି ଗୁହାଳରେ ବାନ୍ଧି ଦିଅନ୍ତି ଏବଂ ବାପା ମାଙ୍କ ପାଖରେ ଯାଇ ରୁହନ୍ତି। ଏଠାରେ କବି ଶ୍ରୀ ଅଭିମନ୍ୟୁ ସାମନ୍ତ ସିଂହାର ମାତା ଯଶୋଦାଙ୍କ ମନର ବ୍ୟସ୍ତତା ଓ ଶ୍ରୀକୃଷ୍ଣଙ୍କ କଥାକୁ ସ୍ମରଣ କରି ଯାହା ଭାବୁଛନ୍ତି ତାହା ଅତି ସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି। ତାପରେ ଦେଇଛି ରୂଢ଼ି। ଆସ କିଛି ରୂଢ଼ିର ବ୍ୟବହାର କରିବା। ଅନ୍ଧର ଲଉଡ଼ି ବାବୁରେ ହୃଦ ରତ୍ନହରା। ଏଠାରେ ଅନ୍ଧର ଲଉଡ଼ି ଏକ ରୂଢ଼ି, ଯାହାର ଅର୍ଥ ଅସହାୟର ସାହା। କୌଣସି ଶବ୍ଦ ନିଜର ଅର୍ଥକୁ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ତାହାକୁ ଆମେ ରୂଢ଼ି କହିଥାଉ। ଏହା ବାକ୍ୟରେ ବା କବିତାରେ ବ୍ୟବହାର କଲେ ଖୁବ୍ ସୁନ୍ଦର ଲାଗେ। ନିମ୍ନରେ ଆଖି ଶବ୍ଦ ସହିତ ଯୋଡ଼ି ହୋଇଥିବା କିଛି ରୂଢ଼ି ଦିଆଗଲା। ନିଜର ପରିବାର ସଦସ୍ୟ, ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀ, ପାଠାଗାର କିମ୍ବା ପ୍ରଯୁକ୍ତି ବିଦ୍ୟାର ସହାୟତା ନେଇ ଏଗୁଡ଼ିକର ଅର୍ଥ ବୁଝି ବାକ୍ୟରେ ବ୍ୟବହାର କର। ଉତ୍ତର, ଆଖି ରଖିବା ମାନେ ନଜର ରଖିବା କିମ୍ବା ଜଗିବା। ବାକ୍ୟରେ ପରିଣତ କଲେ ହେବ ହାଟରେ ବହୁତ ଭିଡ଼, ତେଣୁ ନିଜ ବ୍ୟାଗ୍ ଉପରେ ଆଖି ରଖିଥାଅ। ତାପରେ ଦେଇଛି ଆଖି ଦେବା ମାନେ କୁଦୃଷ୍ଟି ପକାଇବା କିମ୍ବା ଈର୍ଷା କରିବା। ବାକ୍ୟରେ ପରିଣତ କଲେ ହେବ ଅନ୍ୟର ଉନ୍ନତି ଦେଖି କେବେ ହେଲେ ଆଖି ଦେବା ଉଚିତ ନୁହେଁ। ତାପରେ ଦେଇଛି ଆଖି ପକାଇବା ମାନେ ଲୋଭ କରିବା। ବାକ୍ୟରେ ପରିଣତ କଲେ ହେବ ସାଙ୍ଗର ନୂଆ କଲମଟି ଉପରେ ରମେଶ କେବେଠାରୁ ଆଖି ପକାଇଛି। ତାପରେ ଦେଇଛି ଆଖି ବୁଲାଇବା ମାନେ ମୋଟାମୋଟି ଭାବରେ ଦେଖିବା। ବାକ୍ୟରେ ପରିଣତ କଲେ ହେବ ଭାଷଣ ଦେବା ପୂର୍ବରୁ ସେ ଥରେ ନିଜ ଲେଖା ଉପରେ ଆଖି ବୁଲାଇ ନେଲେ। ତାପରେ ଦେଇଛି ଆଖି ବୁଜିବା ମାନେ ମୃତ୍ୟୁବରଣ କରିବା। ଦେଶ ସେବାରେ ନିଜ ଜୀବନ ଦେଇ ଶେଷରେ ବୀର ସୈନିକ ଜଣକ ଆଖି ବୁଜିଦେଲେ। ତାପରେ ଦେଇଛି ଆଖିକି ପାଇବା ମାନେ ପସନ୍ଦ ଆସିବା କିମ୍ବା ମନକୁ ପାଇବା। ବାକ୍ୟରେ ପରିଣତ କଲେ ହେବ ବହୁତ ଖୋଜାଖୋଜି ପରେ ଶେଷରେ ଗୋଟିଏ ରଙ୍ଗ ମୋ ଆଖିକି ପାଇଲା। ତାପରେ ଦେଇଛି ଆଖିରେ ଧୂଳି ଦେବା ମାନେ ଠକିଦେବା। ବାକ୍ୟରେ ପରିଣତ କଲେ ହେବ
ମିଛୁଆ ଲୋକମାନେ ଅନ୍ୟ ଆଖିରେ ଧୂଳି ଦେଇ ନିଜର ସ୍ୱାର୍ଥ ହାସଲ କରନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।